500 ଦିନରେ କାମ ଶୁନ ମୋହନ ବାବୁ ତମେ କରିଛ କଣ? ନିମାପଡାରେ ପିସି ନଦେଲେ ସେଠି କିଛି କାମ ହଉନି। ତାଙ୍କର ନଜର ଗନ୍ଧମାର୍ଦ୍ଦନ ପର୍ବତ ଉପରେ। ଜୟ ଢୋଲକିଆ ଏଠି ନିର୍ବାଚିତ ହେଲେ ନୂଆପଡା ବାସୀଙ୍କର କିଛି ଉନ୍ନତି ହବନି ଆଜ୍ଞା। ନୂଆପଡାରେ ଗୋଟିଏ ନାରା ଚାଲିଛି, 500 ଦିନରେ କାମ ଶୁନ ମୋହନ ବାବୁ ତମେ କରିଛ କଣ? ନୂଆପଡାବାସୀ ପ୍ରଶ୍ନ ପଚାରୁଛନ୍ତି ଏବଂ ଆଜି ନୂଆପଡାବାସୀ ଏ କଥା ଅଙ୍ଗେ ଅଙ୍ଗେ ମର୍ମେ ମର୍ମେ ଏ କଥା ଜାଣି ସାରିଲେଣି ଯେ ଭାରତୀୟ ଜନତା ପାର୍ଟି ଏବଂ ବିଶେଷ କରି ମୁଖ୍ୟମନ୍ତ୍ରୀ ଯୋଉ ଆସିକି ନୂଆପଡାର ବିକାଶ କଥା କହୁଛନ୍ତି, ନୂଆପଡାବାସୀ ପଚାରୁଛନ୍ତି ଆପଣ ନିଜର କେଉଁଝର ମାଟିରେ କୌଣସି ବିକାଶ ଆଜି ହେଇପାରିଲାନି। 15 ମାସ ଭିତରେ ଓଡିଶାର ଡବଲ ଇଞ୍ଜିନ ସରକାର ସବୁ ପ୍ରକାରର ଯୋଉ ବିକାଶ ମୂଳକ କାମ ଚାଲିଥିଲା ତାକୁ ସବୁ ବନ୍ଦ କରିସାରିছে ଏବଂ ଆଜି ହଉଛି କଣ ନା ଅନ୍ଧାର ହଉ କି ଆଲୁଅ ହଉ ବାଲି ଚୋରିରେ ମାତିଛନ୍ତି ଚୋର ମାନେ ବେଧଡକ ବାଲି ଚୋରି ଚାଲିଛି। ଆଜି ଯୋଉ ବିକାଶ କଥା କହୁଛନ୍ତି, ଗୋଟେ ସାଧାରଣ 108 ଆମ୍ବୁଲାନ୍ସ ଡ୍ରାଇଭରଟିଏ ଯେତେବେଳେ ରୋଗୀକୁ ନେଇକି ଯିବା ପାଇଁ କି ତାକୁ ଫୋନ ଯାଉଛି, ସେ କହୁଛି ମୋର ଚକା ଖରାପ ହେଇଯାଇଛି, ମୁଁ ଚକା ଗୋଟେ ସରକାର ଦେଇ ପାରୁନାହାନ୍ତି, ମୁଁ ଯିବି କେମିତି? ମାନେ ବର୍ତ୍ତମାନ ସ୍ଥିତି ଏଇଆ। ଯୋଉଭଳି ଭାବରେ ଗୋଟେ ଘରେ ଆପଣ ଦେଖିଥିବେ 5 ସ୍ପିଡରେ ଫ୍ୟାନ ଯୋଉ ବୁଲେ, ନବୀନ ବାବୁଙ୍କ ସମୟରେ, ନବୀନ ବାବୁଙ୍କ ନେତୃତ୍ୱରେ ବିଜେଡି ସରକାର ସମୟରେ ସେଇଭଳିଆ ବିକାଶ ଚାଲିଥିଲା। ଏ 15 ମାସ ହବ ସେ ଫ୍ୟାନ ସୁଇଚ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହେଇଯାଇଛି। ବର୍ତ୍ତମାନ ଯୋଉ ଧୀରେ ଧୀରେ ବି ଯୋଉ କିଛି ଚାଲିଛି ଆପଣ ଦେଖିବେ ଆଉ କିଛି ଦିନ ପରେ ସମ୍ପୂର୍ଣ୍ଣ ଭାବରେ ଫ୍ୟାନ ବନ୍ଦ ହେଇଯିବ, ବିକାଶ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହେଇଯିବ। ଯୋଉ କଥା ଆମେ ଶୁଣୁଥିଲୁ, ଯୋଉ ଓଭରଡ୍ରାଫ୍ଟ କଥା ହଉଥିଲା, ସରକାରୀ ଚାକିରିଆ ମାନେ ଆଉ ପାଇବେ ନାହିଁ ଦରମା ଏବଂ ସବୁ କ୍ଷେତ୍ରରେ ସରକାର ବିଫଳ ହେଇ ଚାଲିଛି ଏବଂ ଯୋଉ ମିଥ୍ୟା ପ୍ରତିଶ୍ରୁତି ସରକାର ଦେଇଥିଲା, ଦାଦନ ମୁକ୍ତ ଓଡିଶା କଥା କହିଥିଲା, ଶିଳ୍ପ ସମୃଦ୍ଧ ଓଡିଶା କଥା କୁହାଯାଇଥିଲା, ବିଜୁଳି କଥା କୁହାଯାଇଥିଲା ଏବଂ 300 ୟୁନିଟ ବିଜୁଳି ଆମେ ମାଗଣାରେ ଦବା କଥା କୁହାଯାଇଥିଲା। ମହିଳା ମାନଙ୍କ କ୍ଷେତ୍ରରେ ଯୋଉ 50,000 ଟଙ୍କା ଏକକାଳୀନ ଆମେ ଦବ ବୋଲି କହିଥିଲେ, ଏ ସବୁ କଥା ନୂଆପଡାବାସୀ ଆଜି ପଚାରୁଛନ୍ତି। ସେ ପ୍ରତିଶ୍ରୁତି ତ ତମେ ପାଳନ କଲନି, ଆଜି ପୁଣି ନୂଆ ଭେଳିକି କାହିଁକି ଆସିକି କରୁଛ? ଏବଂ ଗତକାଲି ଆମେ ଦେଖୁଥିଲୁ ଏଠି ଉପମୁଖ୍ୟମନ୍ତ୍ରୀ ଆସିକି କହୁଛନ୍ତି ଯେ ନୂଆପଡା ବିକାଶ ଦାୟିତ୍ୱ ଭାରତୀୟ ଜନତା ପାର୍ଟି ନବ। ତାଙ୍କର ନିମାପଡାରେ କେତେ ଉନ୍ନତି ହେଇଛି, ସେଠି କେତେ ବିକାଶ ହେଇଛି ଆମେ କହିବା ଦରକାର ନାହିଁ, ବିରୋଧୀ ଦଳ କହିବା ଦରକାର ନାହିଁ। ତାଙ୍କରି ଦଳର ନେତା, ବରିଷ୍ଠ ନେତା ସମୀର ଦାସ କହିଛନ୍ତି ଯେ ନିମାପଡାରେ କେତେ ଉନ୍ନତି ହେଇଛି, ନିମାପଡାରେ ଆଜି କୋଉଭଳି ଭାବରେ ଦୁର୍ନୀତିର ପାହାଡ ସେଠି ମାଡି ମାଡି ଚାଲିଛି, ଦୁର୍ନୀତି କୋଉଭଳି ଭାବରେ ସେଠି ନିମାପଡାରେ ଗ୍ରାସ କରିସାରିଲାଣି, ସେ କଥା ସମୀର ଦାସ ନିଜେ କହୁଛନ୍ତି। ପିସି ନଦେଲେ ସେଠି କିଛି କାମ ହଉନି, ଫଲ୍ସ ବିଲରେ ସେଠି କାମ ଚାଲିଛି ଏବଂ ଇଏ ଆଜ୍ଞା ସବୁ ଯାହା ନୂଆପଡାବାସୀ ଅନୁଭବ କରୁଛନ୍ତି। ଇଏ କହୁଛନ୍ତି ଆମେ ଆଜି ରେଳ ଲାଇନ ପକେଇବା, ତାଙ୍କର ନଜର ଗନ୍ଧମାର୍ଦ୍ଦନ ପର୍ବତ ଉପରେ। ଗନ୍ଧମାର୍ଦ୍ଦନ ପର୍ବତକୁ କିପରି ଭାବରେ ଏଠି ଲଣ୍ଡା କରାଯିବ, ଏଠି ଯୋଉ ଖଣିଜ ସମ୍ପଦ ରହିଛି, ଏଠି ଯୋଉ ରତ୍ନଗର୍ଭା ଯୋଉ ଗନ୍ଧମାର୍ଦ୍ଦନ ରହିଛି, ତାକୁ କିପରି ଭାବରେ ଏଠୁ ପୁରା ସମ୍ପୂର୍ଣ୍ଣ ଭାବରେ ଏଠୁ ଲୁଟ କରାଯିବ, ସିଏ ହେଲା ମାନେ ନୂଆପଡା ଦେଇକି ସେ ରୋଡଟା ଇନ ରୋଡ ସିଏ ତିଆରି କରିବାକୁ ଚାହୁଁଛନ୍ତି। ନୂଆପଡାବାସୀ ଏ କଥା ମଧ୍ୟ କହୁଛନ୍ତି ଯେ ଆମର କିଛି ଜୟ ଢୋଲକିଆ ଏଠି ନିର୍ବାଚିତ ହେଲେ ନୂଆପଡାବାସୀଙ୍କର କିଛି ଉନ୍ନତି ହବନି ଆଜ୍ଞା। ତାଙ୍କର ଯୋଉ ଗୁଜରାଟର ସୁରଟରେ ଯୋଉ ବ୍ୟବସାୟ ଚାଲିଛି, ସିଏ ଆଜି ଯୋଉ ରତ୍ନ ପଥରର ବ୍ୟବସାୟ ଆମେ ଶୁଣୁଥିଲୁ ଚାଲିଛି, ଆହୁରି 2-4ଟା ବ୍ୟବସାୟ ବଢିଯିବ ଗୁଜରାଟ ସୁରଟରେ। ନୂଆପଡାବାସୀଙ୍କର କୌଣସି ଉନ୍ନତି ହବାର ନାହିଁ। ଏବଂ ଆପଣ ଦେଖନ୍ତୁ ଯେତେବେଳେ ଗୋଟେ ଘରକୁ ଗୋଟେ ଗ୍ରହ ଗ୍ରାସ କରେ, ସେତେବେଳେ ଆଗେ ଆପଣଙ୍କର ଘରେ ଥିବା ପଶୁମାନେ ତାକୁ ମୁଣ୍ଡକୁ ନେଇଯାଆନ୍ତି ଏବଂ ଭାରତୀୟ ଜନତା ପାର୍ଟି ଯୋଉ ଗ୍ରହ, ସେ ଗ୍ରହ ନୂଆପଡାକୁ ଯେତେବେଳେ ଗ୍ରାସିଲା, ଦେଖନ୍ତୁ କୋଉଭଳି ଭାବରେ ଗାଈ ମାନଙ୍କର, ନିରୀହ ଗାଈ ମାନଙ୍କର ମୃତ୍ୟୁ ହେଲା, ସେମାନେ ମୁଣ୍ଡକୁ ନେଇଗଲେଣି। ଇଏ ଯୋଉ ଗ୍ରହରୁ ମୁକ୍ତି ନୂଆପଡା ବାସୀଙ୍କୁ କେବଳ ଶଙ୍ଖ ବାଜିଲେ ହିଁ ଏ ଗ୍ରହ ଯିବେ। ସେ ଶଙ୍ଖ ଆସନ୍ତା 11 ତାରିଖ ଦିନ ବାଜିବ, 14 ତାରିଖ ତା ଫଳାଫଳ ଆପଣ ଦେଖିବେ। ଯୋଉ ମାନେ ମିଛ ବାହାସ୍ପଟ ଉପରେ ଲୋକମାନେ ଆଗାମୀ ଦିନରେ ଭୋଟ ଦେବାକୁ ଯାଉଛନ୍ତି। ଲୋକମାନେ ଭଲ ଭାବରେ ଆଜିକାଲି ଗଣମାଧ୍ୟମ ମାଧ୍ୟମରେ ଏବଂ ଯୋଉଭଳି ଭାବରେ ସୋସିଆଲ ମିଡିଆ ଚାଲିଛି,
ସବୁ କଥା ଲୋକଙ୍କ ପାଖରେ ଇନଫର୍ମେସନ ସବୁ ସୂଚନା ଲୋକଙ୍କ ପାଖରେ ରହିଛି ତାରି ପ୍ରତିଫଳନ ଆପଣ ଦେଖିବେ ହବାକୁ ଯିବ 11 ତାରିଖ।